କରିବା ଆରମ୍ଭ କରିବା। ପ୍ରେମ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ତୁମର ସେ ପବିତ୍ର ନାମକୁ। ଅତି ସୁନ୍ଦର ତୁମର ସେ ଯୋଜନା କାର୍ଯ୍ୟ ଆମେ ବୁଝିପାରୁନଥାଉ, ମାତ୍ର ହେ ପବିତ୍ର ଆତ୍ମା ରୂପୀ ପରମେଶ୍ୱର ତୁମେ ଆଜି ଆମ ସାଙ୍ଗରେ ଅଛ, ଏଇ ସହଭାଗିତାରେ ଅଛ, ଏଇ ପରିବାର ମଧ୍ୟରେ ଅଛ। ତୁମର ବାକ୍ୟ ତୁମେ ଆଜି ଆମମାନଙ୍କୁ ଭାଙ୍ଗିକି ଆମମାନଙ୍କୁ ତୁମେ ପରିବେଷଣ କରିବ, ଆଉ ଆମମାନେ ତାହା ସଂଗ୍ରହ କରିବା ଆଉ ଗ୍ରହଣ କରି କାର୍ଯ୍ୟକାରୀ କରିବା। ଯୀଶୁଙ୍କ ନାମରେ ମାଗିଲେ ଶୁଣ ଓ ଗ୍ରହଣ କର, ଆମେନ୍। ଆସନ୍ତୁ ଆଜି ଆମେ ଆରମ୍ଭ କରିବା ଆଦି ପୁସ୍ତକ ତାର 8 ପର୍ବର 22 ର ଜେନେସିସ୍ ଚାପ୍ଟର 8 verse 22। এই ଯୋଉ 22 ଟା ଆମେ ପଢୁଛୁ, ସେ 8 ପର୍ବଟାର ଷ୍ଟାର୍ଟ ହଉଛି ଜଳ ପ୍ଲାବନର ଅବସାନ। ନୋହଙ୍କ ସମୟର କଥା ଆପଣଙ୍କର ମନ ଥିବ। ଜଳ ପ୍ଲାବନ ହେଇସାରିଛି, ଅବସାନ ହେଇସାରିଛି। ନୋହ ତଳକୁ ଆସିଛନ୍ତି, ହୋମ ବଳି ଉତ୍ସର୍ଗ କରୁଛନ୍ତି। ଆଉ ସେ ଯୋଉ ହୋମ ବଳି ଉତ୍ସର୍ଗ କରୁଛନ୍ତି, ତାପରେ ଆମେ ଦେଖୁଛୁ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହଉଛି। 21 ପଦରୁ ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, ଆମ୍ଭେ ମନୁଷ୍ୟ ହେତୁରୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ। ଯଦ୍ୟପି ବାଲ୍ୟକାଳ ଠାରୁ ମନୁଷ୍ୟର ମନର କଳ୍ପନା ମନ୍ଦ ମାତ୍ର, ତଥାପି ଆମ୍ଭେ ଯେପରି କରିଅଛୁ ସେପରି ଆଉ ଥରେ କେବେ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ। ତାପରେ ଆଜିର ଆମର ଯୋଉ ପଦଟା ସେଟା ହଉଛି 22। ପୁଣି ଯେ ପର୍ଯ୍ୟନ୍ତ ପୃଥିବୀ ଥିବ, ମନ ଦେଇ ଶୁଣନ୍ତୁ। ଆଉ ମୁଁ ଆଶା କରୁଛି ସମସ୍ତଙ୍କ ପାଖରେ ନୋଟବୁକ୍ ବା ଖାତା ବା ପେନସିଲ ପେନ୍ ଥିବ, ଆକୁ ଟିପିକି ରଖନ୍ତୁ, ବହୁତ ଆପଣଙ୍କୁ ସେଟା ଉପକାର ଲାଗିବ। ପୁଣି ଯେ ପର୍ଯ୍ୟନ୍ତ ପୃଥିବୀ ଥିବ ସେ ପର୍ଯ୍ୟନ୍ତ ବୁଣା ଆଉ କଟା, ଯୋଉଠି ବୁଣା ଯାଏ ସେଠି ମଧ୍ୟ ହାର୍ଭେଷ୍ଟ ହୁଏ ବା କଟା ହୁଏ। ବୁଣା ଓ କଟାର ସମୟ ଥିବ, ଶୀତ ଓ ଗ୍ରୀଷ୍ମ ଥିବ। ଓକେ, ଗ୍ରୀଷ୍ମ ଋତୁ ଚାଲିଛି, ପୁଣି ଗ୍ରୀଷ୍ମ ଓ ଶୀତ କାଳ ବି ରହିବ, ଆଉ ଦିବସ ଓ ରାତ୍ରି ବି ରହିବ। ଏଇ ସବୁର ନିବୃତ୍ତି ହବ ନାହିଁ। ତେଣୁ ଗୋଟେ ପ୍ରିନ୍ସିପଲ ପ୍ରଭୁ ଏଠି ସ୍ଥାପନ କଲେ, ସୋଇଂ ଆଣ୍ଡ ହାର୍ଭେଷ୍ଟିଂ, ବୁଣିବାର ସମୟ ଆଉ କାଟିବାର ସମୟ। ଏଇଟା ହଉଛି କେବଳ ପ୍ରକୃତି ପାଇଁ ନାହିଁ, ସୃଷ୍ଟି ପାଇଁ ନାହିଁ, ଏଗ୍ରିକଲଚର ପାଇଁ ନୁହେଁ, ଏଇଟା ମଧ୍ୟ ହଉଛି ଆମମାନଙ୍କର ସ୍ପିରିଚୁଆଲ ଲାଇଫ ପାଇଁକା। ତେଣୁ ଆଜି ପ୍ରଭୁ ଯୋଉ ଜୀବନ୍ତ ବାକ୍ୟ ଦେଇଛନ୍ତି, ସେ ବାକ୍ୟରୁ ଆମେ ମାନେ ଦେଖିବା କୋଉ ପ୍ରକାର ବୁଣିଲେ କାହା କଣ ଆମେ କାଟିବା। ଆଉ ଏଇ ଯୋଉ ବୁଣିବା ଆଉ କାଟିବାର ସମୟ ପ୍ରଭୁ ରଖିଛନ୍ତି, ତାହା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଆଉ ତାହା ଆମମାନଙ୍କ ପାଇଁକା ଅଧିକ ଲାଭଦାୟକ ଯଦି ଆମେ ତାକୁ ଠିକ ଭାବରେ ବୁଝିପାରିବା ଆଉ ତାକୁ କାର୍ଯ୍ୟରେ ଲଗାଇ ପାରିବା। ତେବେ ବର୍ତ୍ତମାନ ଆସିବା ମାନେ ତାର ନେକ୍ସଟ ପଦକୁ, ସେଟାକୁ ପାଉଲ ଲେଖିଛନ୍ତି ଗାଲାତି ମଣ୍ଡଳୀକୁ। ପାଉଲ, ପ୍ରେରିତ ପାଉଲଙ୍କର ପତ୍ର, ଆଉ ସେ ଏଭଳି ଲେଖନ୍ତି 6 ପର୍ବରୁ 1 ରୁ ଆମେ 9 ପଦ ଯାକେ ପଢିବା। ଗାଲାତି 6 ପର୍ବ 1 ରୁ 9 ମୁଁ ପଢିଦଉଛି। ଏ ଭାଇ ମାନେ, ଯଦି କେହି କୌଣସି ଅପରାଧରେ ଧରା ପଡେ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର। ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ପରସ୍ପରର ଭାର ବହନ କର। ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ। କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜ ଠାରେ ଦର୍ପର କାରଣ ପାଇପାରିବ। ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ,
किंतु जे ईश्वर को वाक्य रे शिक्षा प्राप्त हुए से शिक्षादाता को समस्त उत्तम विषय रे सहभागी कराऊ। भ्रांत न हुआ, ईश्वर विद्रूपर पात्र नुहंती, कारण मनुष्य जहा बुणे ताहा ही काटिब। भ्रांत न हुआ, ईश्वर विद्रूपर पात्र नुहंती, कारण मनुष्य जहा बुणे ताहा ही काटिब। जेणु जे अपना शरीर उद्देश्य रे बुणे से शरीर रु उत्पन्न क्षयणीय शस्य काटिब। किंतु जे आत्मा के उद्देश्य रे बुणे से आत्मा को ठारू उत्पन्न अनंत जीवन रूप शस्य काटिब। आम्भे माने उत्तम कर्म करिबारे शांत न हेउ, कारण क्लांत नहिले उपयुक्त समय रे शस्य काटिबा। आमे जेनेसिस रे देखिलु नोह जेतेବେଳେ होम बलि उत्सर्ग करचंती प्रभु को उद्देश्य, सदाप्रभु को उद्देश्य रे कहचंती जे ए कटा समय बुणा समय आ कटा समय पृथ्वी निवृत्त नहिब। ए जो प्रिंसिपल टा प्रभु सेठी देले, इट also applies to the spiritual life, spiritual world, spiritual health। आमने जहा किछि कहू, जहा किछि करू, जहा किछि चिंता करू, से सबु करा गोटे गोटे मंजी परीक्षा कार्य करे। एवं एठारे गलाती मंडली को प्रेरित पाउलो जो 6 पर्वर 1 रु 9 तार शीर्षक देइचंती परस्पर भार बहन करो। देखंतु से एटा को एते गुरुत्वपूर्ण देइचंती, 2 पदरे भी लिखिले परस्पर भार बहन करो। एही प्रकारे तुमे माने ख्रीष्टन को व्यवस्था सफल करिवो। पुणी 5 पदरे मध्य सेही कथा लिखिले, कारण प्रत्येक जन अपना भार बहन करिवो। भारटा केमती बहन करा जाए। एबे आमे देखिचो बळद गाड़ी, एकार पिला माने होय तो देखि नथिबे, बळद गाड़ी आगे रे थिला, से भार बहन करे। किंतु से जेतेबेले से बळद गाड़ी रो जे मालिक से समान हाइट रो बळद को से एकाठी जोचे बा से जुआलीटा को ता ऊपर दिए एवं हळ करिया बेल को मध्य सेही प्रणाली करे। काहे जदि 2टा हाइट रो बळद रहिबे से चली परिबेनी, जनक ऊपर प्रेशर बेसी हे जिवो, आउ जनक ऊपर प्रेशर कमी जिवो। तो अन्यर भार बहन करिवा माने आम्भे माने अन्य मानक पई चिंता करिया। साधा सरल भाषा रे बुझिया को गले आम्भे माने अन्य मानक पई चिंता करिवा। आम्भे माने जेभଳି निज शरीर को भल पाउछु ता पई का उत्तम उत्तम विषय सब आमाने व्यवस्था करिछु। अन्य मानकर भार बहन माने होची सेही भଳି भाबरे अन्य मानक पई का चिंता करिकिरी सेमानकर दुख समय रे, सेमानकर रोग समय रे, सेमानकर विपद समय रे, सेमानकर अभाव समय रे, सेमानकर आवश्यकता को आम्भे माने पूर्ण करिया। एटा होची भार बहन करिवार गुटे। एवं जहा किछि आमे करू सेटा को पाउल केडे सुंदर भाबरे लिखुचंती जे सेटा में गुटे बीज बुण। आपण माने जानि थिबे हमर ओडिसा रो सबटु भलो समयटा होची अक्षय तृतीया। ताको से माने सरकारी भाबरे पालन करंती। इवन एथरक चीफ मिनिस्टर आस्थिले आउर केते मिनिस्टर आस्थिले जमी रे से माने पागो फागो बांधी किरी आउ सेने हळ फळ द करी किरी से माने बुणंती। आमे एटा देखिचु जे बुणीबाटा बस्ता बस्ता धान बुणा जायनी। गोटे पाचिया रे गोटे टोकई रे अल्प किछि धान थाए ताको बुणा जाय, कि जेतले काटिला बेलको से पाचिया काम दबनी। आमान को बस्ता सब नेकी आसिया पड़िबो, आ से बस्ता रे भर्ती करी 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 पुणी से बलद द्वारा हो बा ट्रैक्टर द्वारा हो घर को निया जाए। तमाने कम बुणा हुए बेसी कटा हुए। ताको पाउल केते सुंदर भाबरे लिखुचंती 6 पदर देखंतु,
ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ଏଇ ଯୋଉ ବାକ୍ୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ବା ବଚନ ଦେଇଛନ୍ତି, ତାଙ୍କର ମୁଖର ନିଃସୃତ ବାକ୍ୟ ଆମମାନଙ୍କୁ ଦେଇଛନ୍ତି ଆଜି, ସେଇଟା ଆମମାନଙ୍କ ପାଇଁକା ଗୋଟେ ସୁନ୍ଦର, କଣ କହନ୍ତି ତାକୁ, ସେଇ ଯୋଉ ପ୍ରତି ଦୋକାନ ଗଲେ ଗୋଟେ ଡିସପ୍ଲେ ଥାଏ, କାଚର ରେ ସେମାନେ କରିଥିବେ, ବା ଏଇ ଦୋକାନରେ କଣ କଣ ବିକାଯାଏ ସେ ସବୁର ଟିକେ 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 ସେମାନେ ରଖିଥାନ୍ତି, ଯାହାଫଳରେ ଆମେ ଦୋକାନୀକୁ ପଚାରିବା ଦରକାର ନାହିଁ, ସେଇଠି ଆମେ ଜାଣିବା ଆବଶ୍ୟକତା କଣ, ଆଉ ଏଇ ଦୋକାନରୁ ଆମେ କଣ ପାଇପାରିବା, ଏବଂ ସେଇଟାକୁ ସେ ଆମେ ମାଗୁ, ସେ ଦୋକାନୀ ସେଟା ଆଣିକି ଦିଏ, ତାକୁ ଉପଯୁକ୍ତ ଅର୍ଥ ଦେଇଦେଲେ ସେ ତାକୁ ରଖିଦିଏ। ବାକ୍ୟ ଯେତେବେଳେ ଆମେ ପଢୁ ବା ସେଠି ଲେଖା ହେଇଛି ଶିକ୍ଷାଦାତା, ଈଶ୍ୱର ଶିକ୍ଷା ପ୍ରାପ୍ତ ଯେତେବେଳେ ସେ ହୁଏ, ଜାଣିପାରେ ଯେ କୋଉ କୋଉ ବୀଜ ବିଷୟରେ ବାକ୍ୟରେ ଲେଖା ହେଇଛି, କୋଉ କୋଉ ବୀଜ ବୁଣିବ ସେ, ଆଉ ସେ ବୀଜ ଗୁଡିକ ଉପରେ ବାକ୍ୟରେ କଣ ସବୁ ସମର୍ଥନ ଦିଆଯାଇଛି ବା ତାକୁ ନିନ୍ଦା କରାଯାଇଛି। ଗୋଟେ ଗୋଟେ ବୀଜ ଉପରେ ଈଶ୍ୱରଙ୍କ ବାକ୍ୟ ନିନ୍ଦା କରିଛି, ତାକୁ ବୁଣିବା ନାହିଁ, କାରଣ ଆମର ଶରୀର ହଉଛି ଗୋଟେ ଗାର୍ଡେନ, ଗୋଟେ ଉଦ୍ୟାନ, ଆମେ ଯାହା ଯାହା ଖୋଜି ଖୋଜି ଆଣିକିରି ବୁଣିବା ବା ଲଗେଇବା, ଗଛ ଲଗେଇବା, ମୋର ସ୍ତ୍ରୀ ସେଥିରେ ବହୁତ ମାହିର, ବଗିଚା କାମ କହିଲେ ତାଙ୍କୁ ମନ ବହୁତ ଖୁସି, ସେ ଯୁଆଡେ ଯିବେ ସେଠୁ ଗଛ ନେଇକି ଆସିବେ, ତାଙ୍କ ସେଟା ଭାରି ଆନନ୍ଦ, ବିଭିନ୍ନ ଭେରାଇଟିର ଗଛ ଆଣିକିରି ସେ ଗାର୍ଡେନରେ ଲଗେଇବେ, ଯୋଉଟା ଯୋଉମାନଙ୍କର ଆନନ୍ଦ ସେମାନେ ସେଟା କରନ୍ତି। ସେମିତି ଆମେ ଈଶ୍ୱରଙ୍କ ବାକ୍ୟରୁ ଭଲ ଭଲ ବିଷୟ ଗୁଡିକ ତାକୁ ସଂଗ୍ରହ କରିକିରି ଆମ ଜୀବନ ରୂପକ ଉଦ୍ୟାନରେ ତାକୁ ଲଗେଇବା, କାରଣ ଆମେ ଜାଣୁଛୁ କଣ ଲେଖା ହଉଛି 8 ପଦରେ, ଯେ ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରର ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ, ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ସେଇଥିପାଇଁକା ପାଉଲ କଣ କଲେ ନା ପ୍ରଥମେ ଆଗେ ଦେଇଦେଲେ ଅନ୍ୟର ଭାର ବହନ କର, ଏବଂ ସେ 6 ପର୍ବର ଉପରେ ଲେଖାଗଲା ପରସ୍ପରର ଭାର ବହନ କର, ଅର୍ଥାତ୍ ସେଟା ହଉଛି ଭଲ ମଞ୍ଜି, ସେ ମଞ୍ଜି ଗୁଡାକ, ସେ ବୀଜ ଗୁଡାକ ଯଦି ଆମେ ଆମର ଉଦ୍ୟାନରେ ବୁଣିଛୁ ତାହା ସୁନ୍ଦର ଫଳ ଦେବ, କାହିଁକି ସେଟା ହଉଛି କ୍ଷୟଣୀୟ ନୁହେଁ, ସେଟା ହଉଛି ଅନନ୍ତ। 8 ପଦ ଦେଖନ୍ତୁ, ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ, ଯେହେତୁ ଆମର ସମୟ କମ, ବେଶୀ ମାନେ ବେଶୀ ରେଫରେନ୍ସ ଆଣିପାରିବାନି, ସେଥିପାଇଁକା ପାଉଲ ଅନ୍ୟ ଜାଗାରେ ଲେଖିଛନ୍ତି ଫିଲିପ ମଣ୍ଡଳୀକୁ, ସେମାନେ ଦ୍ଵାରା କିଛି ଦାନ ପଠେଇଛନ୍ତି ପାଉଲଙ୍କ ପାଖକୁ। ସେତେବେଳେ ପାଉଲ ଅଛନ୍ତି ବନ୍ଦୀଶାଳାରେ, କହିଲେ ମୁଁ ପାଇଛି ବୋଲି ମୁଁ ଖୁସି, କିନ୍ତୁ ମୁଁ ଲାଳାୟିତ ନୁହେଁ, କିନ୍ତୁ ମୁଁ ଏଇଥିପାଇଁକା ପ୍ରଭୁଙ୍କୁ ଧନ୍ୟବାଦ ଦେବି ଯେ ତୁମାନଙ୍କର ସେଇ ଯୋଉ ଦାନ କରିବାର ଯୋଉ ମତିଟା ବା ଯୋଉ ଚିନ୍ତାଧାରାଟା, ସେଥିରେ ତୁମାନଙ୍କର ଅନନ୍ତକାଳୀନ ଶସ୍ୟ ବା ଜମା ଖାତାରେ ବଢି ଯାଉଛି। ଅନନ୍ତକାଳୀନ ଗୋଟେ ଇନଭେଷ୍ଟମେଣ୍ଟ ସେଇଠି ପାଉଲ ତାକୁ ବର୍ଣ୍ଣନା କରୁଛନ୍ତି ତାଙ୍କ ନିଜସ୍ୱ ଲାଙ୍ଗୁଏଜରେ, ମୁଁ ତାକୁ ମୋ ଲାଙ୍ଗୁଏଜରେ କରୁଛି, ଯେ ଇଟର୍ନାଲ ଇନଭେଷ୍ଟମେଣ୍ଟରେ ତମାନଙ୍କର ଜମା ଖାତାରେ ଭାଗ ଆହୁରି ବଢି ବଢି ଯାଉଛି, ସେଥିପାଇଁ ମୁଁ ଖୁସି। ହଁ, ମତେ ଦେଇଛ ବୋଲି ତ ମୁଁ ଖୁସି, କିନ୍ତୁ ସେଇଟା ପାଇଁକା ମୁଁ ଖୁସି ଯେ ତମାନଙ୍କର ଏଇଟା ଯୋଉ ଚିନ୍ତା କରିଛ ଅନ୍ୟମାନଙ୍କର ଦୁଃଖ ସମୟରେ କିଛି କିଛି ସାହାଯ୍ୟ କରିବା, ଏଇଟା ହଉଛି ଆତ୍ମିକ କାର୍ଯ୍ୟ, এটা শারীরিক କାର୍ଯ୍ୟ ନୁହେଁ, ଯେ এটা କ୍ଷୟଣୀୟ ନୁହେଁ, ଯେ এটা କ୍ଷୟ ପାଇଯିବ, এটা ହଉଛି ଆତ୍ମିକ କାର୍ଯ୍ୟ। 9 ପଦ, ଆମେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହଉ। ଅନ୍ୟର ଭାର ବହନ କରିବା ଉପରେ ଦେଖନ୍ତୁ ପାଉଲ ଉପରେ ଷ୍ଟ୍ରେସ୍ କରିଛନ୍ତି ବା ତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି, ଆଉ ଶେଷକୁ ସେ ଲେଖୁଛନ୍ତି ଆମେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହଉ, କ୍ଳାନ୍ତ ନହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। ତାପରେ ଯେତେବେଳେ 10 ପଦକୁ ଆସୁଛନ୍ତି ପାଉଲ, ସେ ଲେଖୁଛନ୍ତି ଅତଏବ ଆମମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ସୁଯୋଗ ଯେତେବେଳେ ଆସୁଛି, ଆମେ ତ ଯାଇକିରି ସେ ଆମ୍ବାନୀ କି ସେ ଟାଟା ବିର୍ଲା ଏମାନେ ଆମେ ନ ହଉଛି ଆମେ ସମସ୍ତଙ୍କୁ ଦେଇପାରିବା,
ସୁଯୋଗ ଅନୁସାରେ ଯେତେବେଳେ ଆମ ପାଖକୁ ସୁଯୋଗ ଆସୁଛି, ବିଶେଷତଃ ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ। ଆଗେ ଭାର ବହନ କରିବା ଉପରେ ଲେଖିଲେ ପରସ୍ପର ଭାର ବହନ କର, ତାପରେ ଲେଖୁଛନ୍ତି ଆମର ବିଶ୍ୱାସୀ ଭାଇ ଭଉଣୀ ମାନେ ଯୋଉମାନେ ବିପଦଗ୍ରସ୍ତ, ଯୋଉମାନେ ଅଭାବଗ୍ରସ୍ତ, ଯୋଉମାନେ ଦୁଃଖରେ ଅଛନ୍ତି, କାତରରେ ଅଛନ୍ତି, ଦେହ ଖରାପ, ଦେହ ଭଲ ନାହିଁ, ସେମାନଙ୍କ ଯଦି ପାରିବା ସେମାନଙ୍କର ମଙ୍ଗଳ କରୁ। କାହିଁକି ମଙ୍ଗଳ କରିବା? ଜିରିମରେ ଲେଖା ହେଇଛି ନା, ମୁଁ ତୁମମାନଙ୍କର ବିଷୟରେ ଚିନ୍ତିତ, ମୁଁ ଜାଣେ, ଶେଷ କାଳରେ ମୁଁ ଯୋଉ ଯୋଜନା କରିଛି ତାହା ତୁମମାନଙ୍କର ମଙ୍ଗଳର ବିଷୟ। ଯଦି ଆମେ ମଙ୍ଗଳ ପାଇବା ପାଇଁ ଚିନ୍ତା କରୁଛୁ, ତେବେ ଅନ୍ୟକୁ ମଙ୍ଗଳର ଭାଗିଦାର ମଧ୍ୟ କରିବା। ସିମ୍ପଲ ଆର୍ଥମେଟିକ, ଏଥିରେ କୌଣସି ବୁଝିବାର ଅସୁବିଧା କିଛି ନାହିଁ। ଯଦି ପ୍ରଭୁଙ୍କ ଠାରୁ ଆମେ ମଙ୍ଗଳ ବିଷୟ ଆଶା କରୁଛୁ ଯେ ଶେଷ କାଳରେ ପ୍ରଭୁ ଆମକୁ ମଙ୍ଗଳ ବିଷୟ ଦେବେ, କାରଣ ଏଠି ବି ଲେଖା ହେଇଛି ଉପଯୁକ୍ତ ସମୟରେ ସେ ଦେବେ। ତାଙ୍କର ଯୋଉ ଉପଯୁକ୍ତ ସମୟ ସେ ଜାଣିଛନ୍ତି, ସେଟାକୁ ଆମେ ଚିନ୍ତା କରିବା ଦରକାର ନାହିଁ। ଆମ ପାଇଁ ଯେତେବେଳକୁ ଦରକାର ସେ ସେଟାକୁ ପଠେଇବେ। ତେଣୁ ଆମେ ଯଦି ବୁଣି ଚାଲୁ, କ୍ଳାନ୍ତ ନ ହେଇକି ଯଦି ଆମେ ସେ ଉତ୍ତମ କର୍ମ ରୂପ ବୀଜ ବୁଣି ଚାଲୁ ପ୍ରତିଦିନ, ତେବେ ଆମେ ଆତ୍ମଙ୍କ ଠାରୁ ଅନନ୍ତ ଜୀବନ ରୂପ ଶସ୍ୟ କାଟିବା। ଏଇଠି ଆମେ ଦେଖୁଛୁ ପାଉଲ ଗୋଟେ ସୁନ୍ଦର ମେସେଜ ତାକୁ କମ୍ପାକ୍ଟ କରିକିରି ସେ ଆମ ପାଖକୁ ପହଞ୍ଚୁଛନ୍ତି। ଆଉ ଏଠି ଆମେ ଦେଖୁଛୁ ଦୁଇ ରକମର ନେଚର, ଦୁଇ ରକମର ଇନଭେଷ୍ଟମେଣ୍ଟ। ଗୋଟେ ହଉଛି ଶରୀର ଉଦ୍ଦେଶ୍ୟରେ, ଆଉ ଗୋଟେ ହଉଛି ଆତ୍ମାଙ୍କ ଉଦ୍ଦେଶ୍ୟରେ। ଶରୀର ଉଦ୍ଦେଶ୍ୟରେ ଆମର ପ୍ଲେଜର, ଆମମାନଙ୍କର କୋଉଠି ଆନନ୍ଦ ଥାଏ, ଆମମାନଙ୍କର କୋଉଠି ସ୍ୱାର୍ଥ ଥାଏ, ସେଗୁଡାକରେ ଆମେ ଥରେ ଥରେ ଇନଭେଷ୍ଟ କରୁ, କିନ୍ତୁ ସେଟା ହଉଛି କ୍ଷୟଣୀୟ। କିନ୍ତୁ ଏଇଠି ପାଉଲ ଲେଖିଦେଲେ ଯେ ଯୋଉଟା ହଉଛି ଅନନ୍ତ ଜୀବନ ରୂପକ ଅକ୍ଷୟଣୀୟ ପୁରସ୍କାର ଯୋଉଥିରେ ଅଛି, ସେଟା ହଉଛି ଆତ୍ମିକ, ଆଉ ସେଟା ହଉଛି ପରସ୍ପରର ଭାର ବହନ କର। ପ୍ରଭୁ ଏତେ ଛୋଟ ଛୋଟ ବିଷୟ ଗୁଡାକ ସେ ଚିନ୍ତା କରନ୍ତି, ଦେଖନ୍ତି, ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ବାହାର କରନ୍ତୁ ଦ୍ୱିତୀୟ ବିବରଣ 22 ପର୍ବର 6 ପଦ, ଯଦି କିଏ ପାରୁଛନ୍ତି ପଢିଦେବେ। ଦ୍ୱିତୀୟ ବିବରଣ 22 ପର୍ବର 6 ପଦ, 6 ପଦ। ଯେବେ ପଥ ପାର୍ଶ୍ୱସ୍ଥ କୌଣସି ବୃକ୍ଷରେ କି ବା ଭୂମିରେ ତୁମ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କି ଡିମ୍ବ ଥାଏ, ଆଉ ସେହି ଛୁଆ କି ଡିମ୍ବ ଉପରେ ପକ୍ଷିଣୀ ବସିଥାଏ, ତେବେ ତୁମ୍ଭେ ଛୁଆ ସଙ୍ଗରେ ପକ୍ଷିଣୀକୁ ଧରିବ ନାହିଁ। କାହିଁକି ଧରିବନି? 7ଟା ପଢ। ତୁମେ କୌଣସି ମତେ ପକ୍ଷିଣୀକୁ ଉଡ଼ାଇ ଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ। ପ୍ରଭୁ କେବଳ ବିଶ୍ୱାସୀ ମାନଙ୍କ ପ୍ରତି ମନୋଯୋଗୀ ନୁହନ୍ତି। ଭାଇ ଭଉଣୀ ମାନେ ଦେଖନ୍ତୁ, ତାଙ୍କ ସୃଷ୍ଟିର ଜୀବମାନଙ୍କ ପ୍ରତି ମଧ୍ୟ ସେ ବିଶ୍ୱସ୍ତ। ସେଇ ଦ୍ୱିତୀୟ ବିବରଣ ତାର 25 ପର୍ବର 4 ପଦ ପଢ। ଦ୍ୱିତୀୟ ବିବରଣ। ବଳଦ ବେଙ୍ଗଳାରେ ବୁଲିଲା ବେଳେ ତୁମ୍ଭେ ତାହାର ତୁଣ୍ଡି ବାନ୍ଧିବ ନାହିଁ। ଆମେନ୍। ଦେଖନ୍ତୁ ପ୍ରଭୁ କେତେ ଛୋଟ ଛୋଟ ବିଷୟ ପ୍ରତି ମନୋଯୋଗୀ। ବିଚାରା ତା ଦ୍ୱାରା ଆମେ ସେ ବେଙ୍ଗଳା ହବାରୁ ଆମେ ଶସ୍ୟ ପାଉଛୁ, ସେଟା ସେ କେଣ୍ଡାରୁ ଛିଣ୍ଡିକି ରହୁଛି ଏବଂ ତାକୁ ଦିନ ସାରା ଆମେ ଖଟଉଛୁ, କିନ୍ତୁ ତା ମୁହଁରେ ତୁଣ୍ଡି ବାନ୍ଧି ତା କାଳିସି ଖାଇଦବ। ପ୍ରଭୁ ସେଇଟା ପାଇଁ ବି ଚିନ୍ତିତ। ଖାଲି ମନୁଷ୍ୟ ବିଲିଭର ମଣ୍ଡଳୀ ଭିତରେ ସେଇଟା ପାଇଁ ସେ ଚିନ୍ତିତ ନୁହନ୍ତି, ତାଙ୍କ ସୃଷ୍ଟିର ସବୁ ବିଷୟ ପାଇଁ ଚିନ୍ତିତ। ତା ତୁଣ୍ଡି ବାନ୍ଧିବନି, ତାକୁ ଯେତେବେଳେ ଭୋକ କରିବ ସେ ଖାଇବ ଗଣ୍ଡେ, କାରଣ ତମେ ତାକୁ ଖଟଉଛ, ତାକୁ ତୁଣ୍ଡି ବାନ୍ଧିକି କଷ୍ଟ ଦେଇକି ନିର୍ଯାତନା ଦେଇକିରି ନିଷ୍ଠୁର ହେଇକି ତାକୁ କାମ ଆଦାୟ କରନି, ତା ପ୍ରତି ଦୟାଳୁ ହୁଅ। ପକ୍ଷୀଟିକୁ ମାରିବନି,
ତା ଅଣ୍ଡା ଛୁଆକୁ ପଛେ ନେଇ ଆସିବ, ଭାଜିକି ଆମଲେଟ କରି ଖାଇବ, କିନ୍ତୁ ପକ୍ଷୀକୁ ଛାଡ଼ିଦେବ। ସୃଷ୍ଟି ବଞ୍ଚିଛି ସେ ମା ଦ୍ୱାରା। ତମେ ଯଦି ମାଟାକୁ ମାରିଦବ, ପୁଣି ସୃଷ୍ଟିର ଗୋଟେ ବିଲୟ ହେଇଯିବ। ଦେଖନ୍ତୁ ପ୍ରଭୁଙ୍କର ଚିନ୍ତା ମନୁଷ୍ୟ ବି ଅଛି, ସୃଷ୍ଟି ପ୍ରତି ବି ଅଛି। ସେମାନଙ୍କ ପ୍ରତି ମଧ୍ୟ ତୁମେ ମନୋଯୋଗୀ ହବ। ସେ ବି ଗୋଟେ ଦୟାଟା ହଉଛି ଗୋଟେ ବୀଜ। ତାପରେ ଆମେ ଦେଖିବା ଗୀତ ସଂହିତା 126 ପର୍ବର 5 ପଦ। ସେଠି ଲେଖାଯାଏ, ଯୋଉମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ। କାନ୍ଦଟା ହଉଛି ମଧ୍ୟ ଗୋଟେ ବୀଜ। ଯୋଉ ବାପା ମା ଯୋଉ ଚର୍ଚ୍ଚରେ ହଜାର ମାନଙ୍କ ପାଇଁ କାନ୍ଦି କାନ୍ଦି ଉପବାସ ପ୍ରାର୍ଥନା ହୁଏ, ସେ ପ୍ରାର୍ଥନା କେବେ ବ୍ୟର୍ଥ ହବନି, ନିଷ୍ଫଳ ହବନି। ବାକ୍ୟ କହୁଛି, ଆପଣ ମାନେ ବର୍ଷା ଦିନେ ଦେଖିଥିବେ ଚାଷୀଟିଏ କେବେ ସେଗୁଡାକ ଖାତିର କରେନି। ଧାନ ବୁଣିବା ସମୟରେ କଷ୍ଟ ଆଣ୍ଠୁ ହୁଏ, ଆଣ୍ଠୁଏ ପଙ୍କୁଏ, କାକ ଭିତରେ ପଶି ପଶି ସେ ଗଛ ଗୁଡାକ ସେ ବୁଣୁଥାଏ ବା ରୋଉଥାଏ। କିନ୍ତୁ ଯେତେବେଳେ ଶୀତ ଦିନ ଆସେ, ହାର୍ଭେଷ୍ଟ ପିରିୟଡ ଆସେ, ସେ ଶଗଡ଼ ଲଗେଇକିରି ବସ୍ତା ବସ୍ତା ଧାନ ନେଇକି ଆସିକିରି ସେ ଘରେ ପହଞ୍ଚେ। ଆନନ୍ଦର ସମୟ ଆସେ। ନେଚର ଯୋଉଟାକୁ ଆମମାନଙ୍କୁ ଶିଖଉଛି, ସବୁ ବିଷୟର ଗୋଟେ କାଟିବାର ସମୟ, ଗୋଟେ ବୁଣିବାର ସମୟ, ଆଉ ଗୋଟେ ହଉଛି କାଟିବାର ସମୟ। ତାପରେ ଦେଖିବା ଗୀତ ସଂହିତା 42 ପର୍ବର 3 ପଦ। ମୋହର ଲୋତକ ଦିବାରାତ୍ର ମୋହର ଭକ୍ତ ହୋଇଅଛି, ଯେ ଅଳ୍ପ ବୁଣେ ଯେ ମୋହର ଲୋତକ ଦିବାରାତ୍ର ମୋହର ଭକ୍ତ ହୋଇଅଛି। କାନ୍ଦିବାଟା ଗୋଟେ ହଉଛି ଡାକ୍ତର ମାନଙ୍କ ଭାଷାରେ, ଆଇ ସ୍ପେଶାଲିଷ୍ଟ ମାନଙ୍କ ଭାଷାରେ ସେଟା ବହୁତ ଭଲ, କାରଣ ଆମର ଲେନ୍ସକୁ ସବୁବେଳେ ସେ ଓଦା ରଖେ। ପୁରୁଷ ମାନେ ବେଶୀ କାନ୍ଦନ୍ତିନି, ସେଥିପାଇଁ ତାଙ୍କର ଆଖି ଶୀଘ୍ର ଅସୁବିଧା ହୁଏ। କିନ୍ତୁ ଆମର ମା ମାନେ ସବୁବେଳେ କାନ୍ଦନ୍ତି, ଦୁଃଖ ପାଇଁ, ଘର ପାଇଁ, ପରିବାର ପାଇଁ, ମଣ୍ଡଳୀ ପାଇଁ। ସେମାନଙ୍କର ପ୍ରଭୁ ଗୋଟେ ସ୍ପେଶାଲ ବୋଝ ଦେଇଥାନ୍ତି। ତେଣୁ ଦାଉଦ କହୁଛନ୍ତି, ମୋହର ଲୋତକ ଦିବାରାତ୍ର ମୋହର ଭକ୍ତ ହୋଇଛି। ଏତେ ଲୋତକ ବାହାରୁଛି, କାନ୍ଦୁଛନ୍ତି, ସେଇଟା ସେ ପାଟିରେ ପଡୁଛି, ଆଉ ସେଇଟା ତାଙ୍କର ଭକ୍ତ। ତାପରେ ଦେଖିବା 2 କରନ୍ତି 9 ପର୍ବର 6-10। ଯେ ପ୍ରଚୁର ବୁଣେ ସେ ପ୍ରଚୁର କାଟିବ, ଯେ ଅଳ୍ପ ବୁଣେ ସେ ଅଳ୍ପ କାଟିବ। ଏଇଟା ହଉଛି ନେଚର ପ୍ରିନ୍ସିପଲ। ମୋର ଯଦି ଛୋଟ ଜାଗା ଖଣ୍ଡେ ଅଛି, ମୁଁ କଣ ଆଉ ବସ୍ତାଏ ଚାଉଳ, ବସ୍ତାଏ ଧାନ ସେଠି ବୁଣି ପାରିବି ନା? 5 କେଜି ବା 10 କେଜି ଖଣ୍ଡେ ଧାନ ବୁଣି ପାରିବି। ଯାହାର ଏକର ଏକର ଜାଗା ଅଛି, ସେ ବେଶୀ ବୁଣି ପାରିବ, ସେ ବେଶୀ ପାଇବ। ତେଣୁ ଏଇଟା ହଉଛି ଗୋଟେ ନ୍ୟାଚୁରାଲ ପ୍ରିନ୍ସିପଲ, ଯେ ଅଳ୍ପ ବୁଣେ ସେ ଅଳ୍ପ କାଟିବ, ଆଉ ଯେ ପ୍ରଚୁର ବୁଣେ ସେ ପ୍ରଚୁର କାଟିବ। ଏଇଟା ଖାଲି ନେଚର ପାଇଁ ନୁହେଁ, ଧାନ ଗହମ ପାଇଁକା ନୁହେଁ, ଏଇଟା ହଉଛି ଆତ୍ମିକ ଜଗତ ପାଇଁକା। ମାଥ୍ୟୁ 18 ଆପଣ ମାନେ ଦେଖିଥିବେ। ଆଉ ଯୋଉ ଲୋକର 1 କୋଟି ଟଙ୍କା ଋଣ ସୁଧ ହେଇଥିଲା, ସେ ଯେତେବେଳେ 50 ଟଙ୍କା ଲୋକଟାକୁ ଆଣିକି ତା ବେକଟା ଚିପୁଛି, ଦେ ମୋ ପଇସା ଦେ, ସେତେବେଳେ ପ୍ରଭୁ ଯେତେବେଳେ ଶୁଣିଲେ, ସେ ବିରକ୍ତ ହେଲେ, ତାକୁ କହିଲେ, ହେରେ ଦୁଷ୍ଟ ଦାସ, ଆଉ କ୍ଷମା ନାହିଁ। ମୁଁ ତତେ ଯେପରି ଦୟା କଲି, ତୁ କଣ ସେଭଳି ଦୟା କରିନଥାନ୍ତୁ? ତାକୁ ଅସୁବିଧା କଣ ଥିଲା? ତୁ ଖାଲି ମଙ୍ଗଳ ପାଇବ, ତୁ ଖାଲି ଦୟା ପାଇବ, ଆଉ ତୁ ସେଟା କାହାକୁ ପାସନ କରିବୁନି। ବା ବଢିଆ ପିଲାଟା, ଆଉ ରାଗିଲେ ସେଇଥିପାଇଁକା। ଆମର ପ୍ରଭୁ ଦୟାଳୁ, ଆମେ ଖାଲି ଦୟା ପାଉଥିବା, ଆଉ ସେଟା କାହାକୁ ବାଣ୍ଟିବାନି, ସେମିତି କରିବାନି। ଭଲ ଭଲ ମଞ୍ଜି ଆଣିକି ଆମ ଜୀବନ ରୂପକ ବଗିଚାରେ ବୁଣିବା ନା। ତାପରେ ଦେଖିବା, ଆଚ୍ଛା କେହି ଜଣେ ପଢି ଦିଅନ୍ତୁ ପ୍ରଥମ କରନ୍ତି 15 ପର୍ବର 42-44। ପ୍ରଥମ କରନ୍ତି। ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର।
କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ। ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ। ଦୁର୍ବଳତାରେ Thank you. ବୁଣାଯାଏ, ଶକ୍ତି ଦ୍ୱାରା ଉତ୍ଥିତ ହୁଏ। ଏଇଠି ପାଉଲ ଲେଖୁଛନ୍ତି କରନ୍ଥୀ ମଣ୍ଡଳୀକୁ, ଆମର ପୁନରୁତ୍ଥାନର ଶକ୍ତି ବା ଈଶ୍ୱରଙ୍କ ପୁନରୁତ୍ଥାନର ଶକ୍ତି କଣ? ଆମର ଜୀବନ ହଉଛି, ଶରୀର ହଉଛି ଦୁର୍ବଳ, ଅନାଦର। ଆମର ଏଠି କେହି ଆଦର ଫାଦର କରିବନି। ପ୍ରଭୁ ହିଁ କେବଳ ଗଲେ ଆମକୁ ସେ ଆଦର କରିବେ, ଆମକୁ ସେ ଅନନ୍ତକାଳୀନ ରାଜ୍ୟରେ ଗ୍ରହଣ କରିବେ, ବେଶ ଉତ୍ତମ ବିଶ୍ୱସ୍ତ ଦାସ ବୋଲି କହିବେ। ଏଠି କିଏ କରିବ? ଏଠି ଖାଲି ଠିକ ତାର ଅପୋଜିଟଟା ହୁଏ ଏଠି। କିନ୍ତୁ ଯେତେବେଳେ ଆମେ ମୃତ ହଉ, ମୃତ ତ ନୁହେଁ ସେଟା, ଆମେ ଯେତେବେଳେ ମହାନିଦ୍ରାଗ୍ରସ୍ତ ହଉ, ପ୍ରଭୁ ତାକୁ ସମାଦରରେ ତାକୁ ଉତ୍ଥାପନ କରିବେ। ସେ ଗୌରବ ରାଜ୍ୟ ପାଇଁକା ଆମମାନଙ୍କୁ ଗୋଟେ ସୁନ୍ଦର ଶରୀର ଦେବେ। ଦେଖନ୍ତୁ, ଏଇ ଯୋଉ ଆମେ ଆରମ୍ଭ କଲୁ ଜେନେସିସ୍ ରୁ, ଯେ ବୁଣିବାର ସମୟ, କାଟିବାର ସମୟ, ସେ ପ୍ରିନ୍ସିପଲଟା ଆମମାନଙ୍କର ପୁନରୁତ୍ଥାନ ଶକ୍ତି ପାଇଁକା ମଧ୍ୟ ପ୍ରଯୁଜ୍ୟ। ଆଚ୍ଛା, ଯାକୁବ ତାର 3 ପର୍ବର 18 ପଦ ମୁଁ ପଢିଦଉଛି। ଯାକୁବ 3 ପର୍ବର 18 ପଦ, ପୁଣି ଶାନ୍ତିକାରକ ଲୋକମାନଙ୍କ ଦ୍ୱାରା ଧର୍ମ ରୂପ ଫଳର ବୀଜ ଶାନ୍ତିରେ ବୁଣାଯାଏ। ଯୋଉମାନେ ଶାନ୍ତିକାରକ ଲୋକ, କାରଣ ଆମର ସେଇ ପର୍ବତ ଉପଦେଶରେ ପ୍ରଭୁ କହିଥିଲେ ଶାନ୍ତିକାରକ ଲୋକ ଧନ୍ୟ। ଯୋଉମାନେ ଶାନ୍ତିକାରକ ଲୋକ, ସେମାନେ ଧର୍ମ ରୂପର ଫଳର ବୀଜ ବୁଣନ୍ତି। ପୁଣି କେମିତି ବୁଣନ୍ତି? ଶାନ୍ତିରେ ବୁଣନ୍ତି। ଧର୍ମ ରୂପ ଫଳ ସେମାନେ ବୁଣନ୍ତି। ଆଉ ତେବେ ଅନ୍ୟ ଯୋଉ ବୀଜ, ସେଟା କୋଉମାନେ ବୁଣନ୍ତି? ଦେଖିବା ଆୟୁବ ତାର 4 ପର୍ବର 8 ପଦ। ଆୟୁବ 4 ପର୍ବର 8 ପଦ, ଯୋଉମାନେ ଅଧର୍ମ ଚଷନ୍ତି ଓ ଦୁଃଖ ରୂପ ବୀଜ ବୁଣନ୍ତି। ଯାକୁବରେ ଲେଖା ହେଲା ଧର୍ମ ରୂପ ଫଳର ବୀଜ ବୁଣନ୍ତି, ଶାନ୍ତିରେ ବୁଣନ୍ତି। ସେମାନେ ଶାନ୍ତିକାରକ ଲୋକ, ତାଙ୍କର କାମ ହେଲା ଧର୍ମ ରୂପର ଫଳର ବୀଜ ସେମାନେ ଶାନ୍ତିରେ ବୁଣିବେ। କିନ୍ତୁ ଯୋଉମାନେ ହଉଛନ୍ତି ଅଧର୍ମଚାରୀ, ସେମାନେ କଣ କରିବେ? ଅଧର୍ମକୁ ଚଷନ୍ତି, ଦୁଃଖ ରୂପ ବୀଜ ବୁଣନ୍ତି। ପୁଣି ଲେଖା ହେଇଛି କଣ? ସେମାନେ ତାହା ହିଁ କାଟିବେ। ଆୟୁବ 4 ପର୍ବର 8 ପଦ। ହିତୋପଦେଶ 22:8, ହିତୋପଦେଶ 22:8, ଯେ ଅଧର୍ମ ବୀଜ ବୁଣେ ସେ ବିପଦ ରୂପ ଶସ୍ୟ କାଟିବ। ଅଧର୍ମ ରୂପର ବୀଜ ବି ଅଛି, ଶାନ୍ତିର ବି ବୀଜ ଅଛି, ଧର୍ମ ରୂପର ବି ବୀଜ ଅଛି, ଯିଏ ଯୋଉଟା ବୁଣି ପାରିଲା। କିନ୍ତୁ ଆମର ଏଇ ପବିତ୍ର ବାକ୍ୟ ସେ କହୁଛି, ତମ ଜୀବନ ରୂପ ଯୋଉ ବଗିଚା ଅଛି, ସେ ବଗିଚାରେ ଧର୍ମ ରୂପ ବୀଜ ବୁଣ, ଶାନ୍ତି ରୂପ ବୀଜ ବୁଣ, ଆଉ କଣ ହଉଛି? ତୁମର ପୁରସ୍କାର ଅଛି। ତାପରେ ଆମେ ଦେଖିବା ହିତୋପଦେଶ 11 ପର୍ବର 17 ପଦ, ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। এই ଯୋଉ ଭଲ ଭଲ ମଞ୍ଜି ବା ବୀଜ ଆଣିକି ସେ ବୁଣେ ତା ବଗିଚାରେ, ତାର ପ୍ରାଣ ପାଇଁକା ସେଟା ସେ ଉତ୍ତମ, କାରଣ ସେ ମଙ୍ଗଳ ପାଇବ। ମାତ୍ର ଯେ ନିର୍ଦ୍ଦୟ, ସେ ଆପଣ ଦେହକୁ ଦୁଃଖ ଦିଏ। 2 ପ୍ରକାର ମଞ୍ଜି ଅଛି, ଦୟା ବି କରିପାରିବା, ଦୟା ବି ନ କରିପାରିବା। ଦୟାଳୁ କଲେ କଣ ହବ? ଦୟାଳୁ ଲୋକ ତା ନିଜ ପ୍ରାଣର ହିତ କରେ, ଅର୍ଥାତ ତା ନିଜ ଜୀବନ ରୂପକ ଉଦ୍ୟାନଟାକୁ ସେ ଆହୁରି ସୁନ୍ଦର କରେ, ମଧୁମୟ କରେ, ପୁଷ୍ପିତ କରେ, ସୁଶୋଭିତ କରେ। କିନ୍ତୁ ଯୋଉମାନେ ନିର୍ଦ୍ଦୟ, ସେମାନେ ଆପଣା ପ୍ରାଣକୁ ଦୁଃଖ ଦିଅନ୍ତି। ଆମମାନଙ୍କର ହୋସେୟ ବାବାଦି ସେ ଲେଖିଲେ 8 ପର୍ବର 7 ପଦରେ, ସେମାନେ ପବନରେ ବୁଣନ୍ତି ବୀଜ, ଆଉ କଣ କାଟନ୍ତି? ଯିଏ ପବନକୁ ବୁଣେ ସେ କଣ କାଟିବ? ନା ଘୂର୍ଣ୍ଣି ବାତ୍ୟା, whirlwind. They sow the wind, they shall reap the whirlwind. ସେମାନେ ପବନକୁ ବୁଣନ୍ତି, ଆଉ ଘୂର୍ଣ୍ଣି ବାତ୍ୟା ସେମାନେ କାଟନ୍ତି। ଆମର ଜୀବନ ସେଇ ପ୍ରଥମକୁ ଆମେ ଆସିବା, ଯେ ବୁଣା ଆଉ କଟାର ସମୟ ରହିବ। ଆମର ଜୀବନ
प्रत्येक जनकर जीवन सुंदर बगीचा आ ये वाक्य सुंदर सुंदर आम मैंने केतोटी आज देखिलु सब समय नहीं आउ सुंदर सुंदर विषय देखिलु को विषय सब आम मैंने बुणीबा धर्म रूप बीज बुणीबा शांति रूप बीज बुणीबा आउ जोटा आत्मा को पाइका जोटा उत्पन्न हम अनंत जीवन रूपक बीज बुणीबा उत्तम विषय सहभागी हवा आउ जहा फल कि कौन हम आमर जीवन रो जो उद्यान अच्छी सेठी कौन हम ना भल भल फूल फुटिब भल भल फल फलिब पक्षी आसी बसिबे काकड़ीर कलतान आपण माने सुनी पारिबे से फूलर बासना रे आपण को जीवन चहकिब महकिब एवं सबुठु बढ़िया विषय होची ताकू देखिकिरी से आपण को जीवन रूपक उद्यान को देखिकिरी अन्य लोक माने कहिबे से माने स्वर्गस्थ कौन लिखा है तुमर उत्तम कर्म तुमर आलोक लोकों को साक्षात रे प्रकाश पाऊ से जो उद्यान जेपरे प्रकाश पाइब तार फूलर बासना आसीब सेमाने भी अरे पृथ्वी रे केमती स्वर्गर उद्यान हे गलानी सेमाने भी भाबिबे आ स्वर्गस्थ पितांकर महिमा कीर्तन करिवे प्रभु ए छोट वाक्य ऊपर आस आमेन आमेन आमेन।